ମୁଁ ଶ୍ରୀହରି ପାତ୍ର, ବାପାଙ୍କ ନାଁ ହେଲା ଭିକାରୀ ପାତ୍ର, ଘର ନଛିପୁରିଆ। ବୈଶିଙ୍ଗା ଲ୍ୟାମ୍ପସ୍ ଅଣ୍ଡରରେ ମୋର ଘର। ଏ ବୈଶିଙ୍ଗା ଲ୍ୟାମ୍ପସରୁ ମୁଁ ବିନା ସୁଧରେ ମୋର ଚାଷ ଋଣ ନେଇଅଛି ଏବଂ ଚାଷ ଋଣ ନେଇ ମୁଁ ମୋ ଚାଷକୁ ଉପଯୁକ୍ତ ସମୟରେ ମୁଁ ଚାଷ କରୁଅଛି ଏବଂ ମୋର ପରିବାର ପ୍ରତିପୋଷଣ କରୁଅଛି। এই ଲ୍ୟାମ୍ପରୁ ଉଚିତ ମୂଲ୍ୟରେ ସାର, ବିହନ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ମୁଁ ପାଇପାରୁଅଛି ଏବଂ ଏଠାରେ ଗୋଟେ ସିଏସ୍ସି ସେଣ୍ଟର ଅଛି। ସିଏସ୍ସି ସେଣ୍ଟରରେ ବାହାରେ ଯେଉଁ ରେଟ୍ରେ ସେମାନେ ଜେରକ୍ସ ଗୋଟେ କଲେ ବା ପଟା ଗୋଟେ କାଢ଼ିଲେ ଯେ ପଇସା ନେଉଥିଲେ, ଏଠି ସରକାରଙ୍କ ଉଚିତ ମୂଲ୍ୟରେ ଷ୍ଟାଫ୍ ମାନେ ଆମ ପାଖରୁ ପଇସା ନେଉଛନ୍ତି। ଷ୍ଟାଫ୍ ମାନେ ବହୁତ ଆମକୁ କୋଅପରେଟ୍ କରୁଛନ୍ତି, ବ୍ୟବହାର ବହୁତ ଭଲ ବ୍ୟବହାର ମଧ୍ୟ କରନ୍ତି। ର ଯେତିକି କର୍ମଚାରୀ ବହୁତ ଭଲ। ডিপোজিট কাউন্টর গেলে ମୁଁ ବି ଜଣେ ডিপୋଜିଟ୍ କାଉଣ୍ଟରରେ ମୁଁ ଗୋଟେ ମେମ୍ବର ଅଛି, ডিପୋଜିଟ୍ କରୁଅଛି, ଫିକ୍ସ ডিପୋଜିଟ୍ କରିଛି, ସେଭିଙ୍ଗସ୍ ଡିପୋଜିଟ୍ ବି କରିଅଛି ଏବଂ ବର୍ଷକୁ ତାଙ୍କର ଯେତିକି ଇଣ୍ଟରେଷ୍ଟ ସେଇ ଇଣ୍ଟରେଷ୍ଟ ମୋର ଖାତାକୁ ବି ସେମାନେ ଦିଅନ୍ତି ଏବଂ ପୁଣି ନେକ୍ସଟ ବର୍ଷ ପର୍ଯ୍ୟନ୍ତ ଫେର ମୋର ରିନ୍ୟୁଆଲ୍ କରିଦିଏ। କିଛି ମାନେ ସରକାର ଯେଉଁ କାଢ଼ିଛନ୍ତି, ମାନେ ସରକାର ଯେଉଁ ବ୍ୟବହାର କରିଛନ୍ତି ଲ୍ୟାମ୍ପସ୍ ଯୋଗୁଁ ଆମେ ବହୁତ ପାଇପାରୁଛେ, ସୁବିଧା ସୁଯୋଗ ପାଇପାରୁଛେ। ସରକାରକୁ ବହୁତ ଧନ୍ୟବାଦ ଦେବି। ସରକାରଙ୍କ ଦ୍ୱାରା ଆମେ ଚାଷୀମାନେ ଉପକାର ପାଇପାରୁଛୁ। ଧନ୍ୟବାଦ।